এই যে প্রয়াসটা দেখুন, পয়সা বহুত লোক পাখে ଅଛି, কিন্তু আমি যদি গরিব ନିଃସହାୟ ସ୍ୱରହୀନ ଲୋକଙ୍କ ପାଇଁ ଆମେ ଯଦି କିଛି ନ କରିବା, ଆମେ ପାଠଶାଠ ଯୋଉ ପଢିଛୁ ରୋଜଗାର କରିଛୁ ସେ ଅର୍ଥ ଖାଲି ନିଜର ବ୍ୟବହାର କଲେ ତାର ସେମିତି କିଛି ଗୋଟେ ମାନେ ଭିଡରୁ ଅଲଗା କିଛି କାମ ନୁହଁ। ସମସ୍ତେ କରୁଛନ୍ତି, ଘର କିଣୁଛନ୍ତି, ଜାଗା କିଣୁଛନ୍ତି। ମୋର ଗୋଟେ ଉଦ୍ଦେଶ୍ୟ ହେଲା ଯେ ଗରିବ ନିଃସହାୟଙ୍କ ପ୍ରତି ସେବା କରିବା, ତାଙ୍କୁ ଗୋଟେ ଛୋଟ ଛୋଟ ଘର କରିକି ଦେବା କିମ୍ବା ତାଙ୍କୁ ଅନ୍ୟାନ୍ୟ ସାହାଯ୍ୟ କରିବା। ଏଥିପାଇଁ କୌଣସି ଏନଜିଓ ସରକାରୀ କିମ୍ବା ବ୍ୟକ୍ତି ବିଶେଷ ଠାରୁ ମୁଁ ସାହାଯ୍ୟ ନିଅନି, ମୋ ନିଜ ରୋଜଗାର ଅର୍ଥରେ ଏଗୁଡ଼ା ସବୁ କରୁଛି। ଆଉ ତ ସମାଜ ଯୋଉମାନେ ସମାଜରେ କିଛି କାମ କରୁଛନ୍ତି ଆଖି ଦୃଷ୍ଟିଆ ଏବଂ ଭଲ କାମ, ତାଙ୍କୁ ସମ୍ମାନ କରିବା ସମାଜର ଆମର କାମ। ଆମେ ଯଦି ନ କରିବା ତାଙ୍କୁ କିଏ ପଚାରିବୁ? ତାର ଉତ୍ସାହିତ ଅନ୍ୟ ଲୋକମାନେ କେମିତି ହେବେ? ଜଣେ ଯଦି ଆମେ 5 ଜଣ ଲୋକଙ୍କୁ ସମ୍ବର୍ଦ୍ଧିତ କରିବା ଆଉ 5 ଜଣ ଲୋକ ଉତ୍ସାହିତ ହେବେ, ତ ସମାଜରେ ବହୁତ ଜଣ ସାମାଜିକ କର୍ମୀ ବାହାରିବେ। ଖୁସି ଅଛି ଏଥିରେ ଯାଇକି ମୁଁ ଯଦି ବର୍ଷେ ତପସ୍ୟାରେ ବସିବି ସେତିକି ଖୁସି ମିଳିବ। ଶୁଣନ୍ତୁ, ଚଳନ୍ତି ଭଗବାନ ହେଲେ ମଣିଷ। ଆପଣ ଭଗବାନଙ୍କୁ କେତେ ପୂଜା କରୁଛନ୍ତି, ଦ୍ୟାଟ୍ ଇଜ ନଟ୍ ଏ ମ୍ୟାଟର। ଆପଣଙ୍କର ସବୁଠୁ ବଡ ମ୍ୟାଟର ହେଲା ହାଉ ମଚ୍ ୟୁ ଆର ମାନେ ଡେଡିକେଟିଂଲି ୟୁ ଆର ସର୍ଭିଂ ଟୁ ଦି ପୁଅର ଆଣ୍ଡ ଭଏସଲେସ୍, ଯୋଉମାନେ ସ୍ୱରହୀନ, ଯୋଉମାନେ କିଛି ଜାଣିନାହାନ୍ତି, ତାଙ୍କର କିଛି ଅଧିକାର କଣ ଜାଣିନାହାନ୍ତି, ସେମାନଙ୍କୁ ଯଦି ଆପଣ ସେବା କରିପାରିଲେ, ଆପଣ ବନ୍ଧୁବାନ୍ଧବ ଠାରୁ ଅଲଗା, ଯୋଉମାନଙ୍କୁ ଆପଣ ଚିହ୍ନିନାହାନ୍ତି ସିଏ ଆପଣଙ୍କୁ ଚିହ୍ନିନାହାନ୍ତି, ସେଇଭଳିଆ ଗରିବ ନିଃସହାୟ ଲୋକ ପାଖରେ ଆମେ ଯେତେ ଅଧିକା ପହଞ୍ଚିବୁ ସେଟା ଭଗବାନଙ୍କୁ ସେତେ ସେବା ହେଲା ବୋଲି ଜାଣିବୁ। ଏତିକି ଦେଉଛି, ଆପଣ ଯୁବପିଢି ଯୋଉମାନେ ଭଲ ରୋଜଗାର କରୁଛନ୍ତି, ଖାଲି ବିଲ୍ଡିଂ ପ୍ଲଟ ଆଉ ଜାଗା କାର କିଣିବା ଛଡା କିଛି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ, ଅବହେଳିତ ଲୋକଙ୍କୁ ସାହାଯ୍ୟ କରନ୍ତୁ, ସମାଜ ଅବହେଳିତକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତାଙ୍କୁ ସାହାଯ୍ୟ କରନ୍ତୁ। ଏଇଟା ମୋର 50ଟା ଲୋକଙ୍କୁ ବାଣ୍ଟିବି, ଆଜି ଯୋଉ ଘର ମିଶିକି ହେଇଗଲା 28 ଆଉ 22ଟା ହବ। ଯେତେ ରୋଜଗାର ହବ ସବୁଗୁଡା ଘରେ ମୋର ପୁଅ ଘର ସମ୍ଭାଳୁଛି, ସେଠି ମୋର ଅଟା ଚାଉଳ ପ୍ଲଟ ଗାଡି କାର କିଣିବାର କିଛି ମୋର ଟଙ୍କା ରୋଜଗାର ଟଙ୍କା ଟୋଟାଲ ଲୋକଙ୍କ ପାଇଁ ଲାଗିବ, ମାନେ 1 to all। আজি ভরত ভাই আমাকে একটু ডাকিলে। ভরত ভাই হচ্ছে জଣେ ସମାଜସେବୀ ଯିଏ ରାଉରକେଲାରେ ରହନ୍ତି, କିନ୍ତୁ ତାଙ୍କର ଯେହେତୁ ଜନ୍ମମାଟି ହଉଛି ସିଂହପୁର, ସେଥିପାଇଁ ସେ ଏଇ ଅଞ୍ଚଳର କିଛି ଲୋକଙ୍କୁ, ଗରିବ ଲୋକଙ୍କୁ ଯୋଉମାନଙ୍କର ଘର ନାହିଁ, ତାଙ୍କ ପାଇଁ ଘର ତିଆରି କରି ଆଜି ହସ୍ତାନ୍ତର କରୁଛନ୍ତି। ବହୁତ ଭଲ କଥା, କାରଣ ରୁଟି କପଡା ମକାନ ହଉଛି ମଣିଷର ସର୍ବନିମ୍ନ ଆବଶ୍ୟକତା ଏବଂ ତାର ପରିପୂରଣ ପାଇଁ ସେ ଯୋଉଭଳି କାମ କରିଛନ୍ତି, ମୁଁ ଆଶା କରିବି ଯେ এইভাবে ভাব ସମସ୍ତଙ୍କ ପାଖରେ, ଯାହା ପାଖରେ ଅର୍ଥ ଅଛି ସେ ଅର୍ଥର এইভাবে ଭାବରେ ଯଦି ବିନିଯୋଗ କରାଯାଇ ପାରିବ, ନିଶ୍ଚୟ ଗୋଟେ ସୁନ୍ଦର ଓଡିଶା, ଗୋଟେ ସଶକ୍ତ ଓଡିଶା ଆମେ ଗଠନ କରିପାରିବା। ବହୁତ କଥା କହନ୍ତି, ଏଇଟା ଲୋକ ଟିକେ ଜାଣିଲେ କାରଣ ତାକୁ ଦିଆଯିବ ବୋଲି, ଆଉ ଏଇ ମାଧ୍ୟମରେ ସିଏ ବି ଗୋଟେ ବାର୍ତ୍ତା ଦେବା ପାଇଁ ଚାହିଁଛନ୍ତି ଯେ ସମସ୍ତେ ଯାହା ପାଖରେ ବି ଅଛି ସେମାନେ କିଛିଟା ଅନ୍ତତଃ ନିଜ ଅଧିକ ପଇସାରୁ ଅନ୍ୟ ପାଇଁ ସେ ଖର୍ଚ୍ଚ କରିପାରିବେ। ରାଉରକେଲାରେ ବି ସେ ବହୁତ କାମ, 12 ବର୍ଷିଆ ଛାତ୍ରଛାତ୍ରୀ ମାନଙ୍କୁ ସେ ପାଠ ପଢାନ୍ତି, ଲୋକମାନଙ୍କୁ ଯୋଉଠି ଗୋଟେ କଣ ପ୍ରାକୃତିକ ଦୁର୍ବିପାକ ହେଲା ସେ ଅଞ୍ଚଳରେ ଯାଇକି କରନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରନ୍ତି ଏବଂ ସମାଜ ରିଲିଫ ସହିତ ସେ ଅନେକ ଭାବରେ ଜଡିତ ଅଛନ୍ତି। ତାଙ୍କୁ ସମ୍ବର୍ଦ୍ଧିତ କଲେ, ସିଏ ଆକ୍ଚୁଆଲି ସମ୍ବର୍ଦ୍ଧିତ ହବାର କିଛି କାର୍ଯ୍ୟକ୍ରମ ନଥିଲା, ତାକୁ ଏଠିକା ସ୍ଥାନୀୟ ଯୋଉମାନେ ନେତା ସେମାନେ ଫିଲ୍ କଲେ ଯେ ଭରତ ଭାଇ ଯୋଉ କାମ କରିଛନ୍ତି ସେଥିପାଇଁ ସ୍ଥାନୀୟ ଲୋକ ମଧ୍ୟ ତାଙ୍କୁ ସମ୍ମାନିତ କରିବା କଥା, ଏବଂ ସେଇଥିପାଇଁ ତାଙ୍କୁ ସମ୍ମାନିତ କରାଗଲା। ତାଙ୍କୁ ବହୁତ ସମ୍ମାନ ଜଣେଇବାର ଆବଶ୍ୟକତା ରହିଛି ମୁଁ ଭାବୁଛି, କାରଣ ଏ ଅଞ୍ଚଳ ରାଉରକେଲାରେ ରହିକି, ରାଉରକେଲାରେ ବଢିକିରି ସେଠି ସାଙ୍ଗସାଥି ତାଙ୍କର ସବୁ ସେଠି, କିନ୍ତୁ ତା ସତ୍ତ୍ୱେ ସେ ଜନ୍ମମାଟିକୁ ଭୁଲି ନାହାନ୍ତି ଏବଂ ଏଇଠିକୁ ଆସି ବାଛିଛନ୍ତି କିଏ ପ୍ରକୃତରେ ଗରିବ, କାହାର ଘର ନାହିଁ। ଏବଂ ଏଇଠି ଜଣେ ଭଉଣୀ ଅଛନ୍ତି, ତାଙ୍କର ଇଏ ନାହିଁ, ମାନେ ସେ ବି ଦିବ୍ୟାଙ୍ଗ, କିନ୍ତୁ ତାଙ୍କୁ ବି ଗୋଟେ ଘର ମିଳିଛି। ନିଶ୍ଚିତ ଭାବରେ ପରବର୍ତ୍ତୀ ଜୀବନ ଆଉ ଟିକେ ଉନ୍ନତ ତାଙ୍କର ହେଇପାରିବ।